10 ବର୍ଷରୁ ଅଧିକ ହେବ ସେ ମୋତେ ଛାଡ଼ି ଅନେକ ଦୂରକୁ ଚାଲି ଯାଇଥିଲା। ଗୋଟେ ରୋଡ଼ ଆକ୍ସିଡେଣ୍ଟରେ ଆରପାରିକୁ ଚାଲି ଯାଇଥିଲା ସୁନିତା। ହେଲେ ତା ସ୍ମୃତି ଛଡ଼ା ମୋ ପାଖରେ ଆଉ କିଛି ବି ନଥିଲା। ତାକୁ ମନେ ପକାଇବା ପାଇଁ ସବୁବେଳେ ଆଲବମ୍ର ପୃଷ୍ଠା ପରେ ପୃଷ୍ଠା ଓଲଟେଇ ଚାଲିଥିଲି। କେବେ ସ୍ୱପ୍ନରେ ଆସୁଥିଲା ତ କେବେ ରାତିର ଅନ୍ଧାରକୁ ଚିରି ମୋତେ ହାତଠାରି ଡାକୁଥିଲା। ହେଲେ ଯେତେବେଳେ ନିଦ ଭାଙ୍ଗି ଯାଉଥିଲା ସବୁ ଯେମିତି ନିଛାଟିଆ ଭଳି ଲାଗୁଥିଲା, ଆଉ ନିଜକୁ ଭାରି ଏକୁଟିଆ ଏକୁଟିଆ ଲାଗୁଥିଲା। ଏମିତି ନୁହେଁ କି ସେ ମୋର ସବୁବେଳେ ମନେ ପଡ଼ୁଥିଲା, ମୁଁ ତାକୁ ମନେ ପକାଇବାକୁ ଚେଷ୍ଟା କରୁଥିଲି। ମୁଁ ତା ସହିତ ବିତେଇଥିବା ସେ ସ୍ମୃତି ସବୁଦିନ ହୃଦୟ ଭିତରେ ରଖିବାକୁ ଚାହୁଁଥିଲି। ସୁନିତା ମୋ ପାଇଁ କେବଳ ସ୍ମୃତି ଥିଲା। ସୁନି ମୋ ପ୍ରଥମ ପ୍ରେମ ଥିଲା, ଆଉ ସେହି ପ୍ରେମ ଆରମ୍ଭ ହୋଇଥିଲା ହସ୍ପିଟାଲ ବେଡ଼୍ରୁ। ମୋର ଦେହ ଖରାପ ଥିଲା। ପରିବାର ଲୋକେ ମୋତେ ହସ୍ପିଟାଲରେ ଆଡ଼ମିଟ୍ କରିଥିଲେ। ମୋ ପାଖ ବେଡ଼୍ରେ ଶୋଇଥିଲେ ତା ବାପା। କିଡ଼ନୀ ରୋଗରେ ପୀଡ଼ିତ ଥିବା ତା ବାପା ଜୀବନ ମରଣ ସହିତ ସଂଗ୍ରାମ କରୁଥିଲା ବେଳେ ସୁନି କିନ୍ତୁ ତା ବାପାକୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରୁଥିଲା। ମୁଁ ଟିକେ ଟିକେ ସୁସ୍ଥ ହୋଇ ଆସୁଥିଲି। ତାକୁ ସବୁଦିନ ତା ବାପା ପାଖରେ ଦେଖୁଥିଲି। ସେ ଠିଆ ହେଇ ଯେତେବେଳେ ଥକି ପଡ଼େ ବେଳେବେଳେ ମୋ ବେଡ଼୍ ଉପରେ ବସି ପଡ଼େ। ମୁଁ ଟିକେ ସାଇଡ଼୍ ହେଇ ଘୁଞ୍ଚିଯାଏ। ଏଇ ଦେଖା ସାକ୍ଷାତ ଭିତରେ ମୁଁ ତାକୁ କେତେବେଳେ ପ୍ରେମ କରି ବସିଥିଲି ମୁଁ ନିଜେ ବି ଜାଣିପାରିନଥିଲି। କିନ୍ତୁ ତାର କେବଳ ତା ବାପା ଉପରେ ଧ୍ୟାନ ଥିଲା। ଦିନେ ତାକୁ ପଚାରିଲି କ'ଣ ହେଇଛି ତାଙ୍କର। ସେ କାନ୍ଦି କାନ୍ଦି କହିଲା ବାପାଙ୍କର 2ଟା କିଡ଼ନୀ ଖରାପ ହେଇଯାଇଛି। ମୁଁ ପଚାରିଲି ଘରେ ଆଉ କିଏ କିଏ ଅଛନ୍ତି। ସେ କହିଲା ଘରେ ମା ଆଉ ସାନ ଭାଇ, ଯିଏ ଦୁନିଆକୁ ଠିକ୍ରେ ଜାଣିନି କି ଦେଖିନି। ବୟସ ମାତ୍ର 10 ବର୍ଷ। ବାପା ହିଁ ଆମର ସାହା ଭରସା। ଯାହା ଥିଲା ବାପାଙ୍କ ପଛରେ ସବୁ ସାରିଦେଲୁଣି। ଏହିସବୁ କହିଲା ବେଳେ ତା ଆଖିଟା ଲୁହରେ ଜକେଇ ହେଇ ଆସୁଥିଲା। ନାଁ ପଚାରିଲି, କହିଲା ମୋ ନାଁ ସୁନିତା। 2 ଦିନ ପରେ ଡାକ୍ତର ମୋତେ ଡିସଚାର୍ଜ କରିଦେଲେ। ମୁଁ ସୁସ୍ଥ ହୋଇଯାଇଥିଲେ ବି କାହିଁକି କେଜାଣି ସୁନିତାକୁ ଛାଡ଼ି ଯିବାକୁ ଇଚ୍ଛା ନଥିଲା। ମୋତେ ଲାଗୁଥିଲା ମୁଁ ଗଲା ପରେ ସୁନିତା ଏକା ହେଇଯିବନି ତ। ହେଲେ ଡାକ୍ତର ଡିସଚାର୍ଜ କରିଦେଇଛନ୍ତି ମାନେ ଯିବାକୁ ତ ପଡ଼ିବ। ଗଲାବେଳେ ସୁନିତାକୁ ତା ଫୋନ୍ ନମ୍ବରଟା ମାଗିଲି। ସେ ପ୍ରଥମେ ଟିକିଏ ଅମଙ୍ଗ ଥିଲା ଭଳିଆ ଲାଗିଲା। ମୁଁ କହିଲି ଜଣେ ବନ୍ଧୁ ଭାବି ନମ୍ବରଟା ଦେଇପାର, ଯଦି କିଛି ସାହାଯ୍ୟ କରିପାରିବି। ବହୁତ ଭାବିଲା ଆଉ ନମ୍ବରଟା ଦେଲା। ନମ୍ବର ତ ଆଣିଲି, ହେଲେ କଲ୍ କରିବାକୁ ସାହସ ହେଉନଥିଲେ ବି ଦିନେ କଲ୍ କଲି ଆଉ ପଚାରିଲି, ସୁନିତା ମୋତେ ଜାଣିପାରୁଛ? ମୁଁ ଅମର କହୁଛି। ତମ ବାପାଙ୍କ ପାଖ ବେଡ଼୍ରେ ଥିଲି। ସେ କହିଲା ହଁ ଜାଣିପାରୁଛି, କ'ଣ କାମ କୁହନ୍ତୁ। ତା କଣ୍ଠଟା ଯେମିତି ପୁରା ଧୀର ଥିଲା, ଆଉ ତାର ସେ ସ୍ୱର ଭିତରେ ଦୁଃଖ ଗୁଡ଼ା ବାରି ହେଉଥିଲା। କହିଲି ନାଇଁ, ଏମିତି କଲ୍ କରିଥିଲି ବାପା କେମିତି ଅଛନ୍ତି ପଚାରିବାକୁ। ନରମ ସ୍ୱରରେ ବାଷ୍ପରୁଦ୍ଧ କଣ୍ଠରେ କହିଲା ବାପା ଆଉ ନାହାନ୍ତି। ଏକଥା ଶୁଣି ମୁଁ ଯେମିତି ସ୍ତବ୍ଧ ହୋଇଯାଇଥିଲି। ମୋ ପାଟିରେ ଆଉ କିଛି କହିବାକୁ ଭାଷା ନଥିଲା। ଏହି ସମୟରେ ତାର ସାଥ ଦେବାକୁ ମୋର ଭାରି ଇଚ୍ଛା ହେଉଥିଲେ ବି କାଳେ ସେ କିଛି ଭାବିବ ବୋଲି କିଛି କରିବାକୁ ସାହସ ହେଉନଥିଲା। ତଥାପି ମୋର ସବୁ ଭାବନାକୁ ପଛରେ ପକାଇ ତାଙ୍କ ଘର ଖୋଜି ଖୋଜି ପହଞ୍ଚିଗଲି ତାଙ୍କ ଘରେ। ନୂଆଣିଆ ଚାଳ ଘରଟାରେ କବାଟଟା ଭିତର ପଟୁ ବନ୍ଦ ଥିଲା। ଡରି ଡରି କବାଟଟା ଠକ୍ ଠକ୍ କଲି। ସେପଟୁ ଜଣେ ଛୁଆ ଆସି କବାଟ ଖୋଲିଲା। ପଚାରିଲା କାହାକୁ ଖୋଜୁଛନ୍ତି। ସେ ସୁନିତାର ଭାଇ ବୋଲି ମୋତେ ଜାଣିବାକୁ କିଛି ଅସୁବିଧା ନଥିଲା। ପଚାରିଲି ସୁନିତା ଅଛି? ସେ କହିଲା ହଁ ଦିଦି ଭିତରେ ଅଛି। ସେଇ ପାଖରେ ପଡ଼ିଥିବା ଗୋଟେ କାଠ ଚେୟାରରେ ବସିବାକୁ କହି ଭିତରକୁ ଚାଲିଗଲା। କିଛି ସମୟ ପରେ ସୁନିତା ଆସିଲା। ମେଡ଼ିକାଲରେ ଦେଖିଥିବା ସୁନିତା ଆଉ ଏ ସୁନିତା ଭିତରେ ଅନେକ ଫରକ ଥିଲା। ସେ ସୁନ୍ଦରୀ ସୁନିତା ଆଜି ଯେମିତି କେମିତି ଲାଗୁଥିଲା। ମୁହଁ ପୁରା ଶୁଖି ଯାଇଥିଲା। ମୁଣ୍ଡର ବାଳ ସବୁ ଅଡ଼ୁଆ ହେଇ ଝାମ୍ପୁର ଝାମ୍ପୁର ହୋଇଯାଇଥିଲା। ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ପଚାରିଲା ତମେ? ମୁଁ କହିଲି ହଁ, ବାପାଙ୍କ କଥା ଶୁଣି ଭାରି ଦୁଃଖ ଲାଗିଲା। ତମକୁ ଟିକେ ଦେଖା କରିବାକୁ ଆସିଗଲି। ମୋ କଥା ଶୁଣି ଭୋ ଭୋ ହୋଇ କାନ୍ଦି ପକାଇଲା। ଇଚ୍ଛା ହେଉଥିଲା ତାକୁ ଛାତିରେ ଆଉଜି ଆଣି କହିବି ନା ସୁନିତା କାନ୍ଦନି, ମୁଁ ତମ ସହିତ ସବୁବେଳେ ଅଛି। ହେଲେ ସେ ଯେମିତି ଝିଅ ଥିଲା ମୋର ସାହସ ନଥିଲା। ଏତେ ଦୁଃଖ ଏତେ କଷ୍ଟ ଭିତରେ ବି କାହାକୁ ହାତ ପାତିନି କି କାହା ଦୟାର ପାତ୍ର ହେଇନି। ସେ ପୁରା ସଚ୍ଚା ଆଉ ନିରୀହ ଗାଉଁଲି ଝିଅଟେ ଥିଲା। ପାଠ ପଢ଼ିଥିଲା, କିନ୍ତୁ ଅନ୍ୟ ଝିଅଙ୍କ ପରି ଟିକିଏ ବି ଆଧୁନିକତାର ଛାପ ତା ପାଖରେ ନଥିଲା। ସେଥିପାଇଁ ତ ସେ ମୋର ପସନ୍ଦ ଆସିଯାଇଥିଲା। ତଥାପି ତାକୁ ବୁଝେଇଲି ଆଉ ପଚାରିଲି ମା କେଉଁଠି ଅଛନ୍ତି? ସେ କହିଲା ଭିତରେ ଅଛନ୍ତି। ତା ମା ପାଖକୁ ଦେଖା କରିବାକୁ ଗଲି। ତା ମା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଘରେ ଗୋଟିଏ କୋଣରେ ବସି ଖାଲି କାନ୍ଦୁଥିଲେ। ପଚାରିଲି ବାପାଙ୍କ ସୁଧୀର୍କିଆ ପାଇଁ କ'ଣ ବ୍ୟବସ୍ଥା କରିଛ? ସେ କହିଲା କ'ଣ କରିବୁ, ଯାହା ଯେତିକି ପାରିବୁ
ସେତିକି କରିବୁ। ସମସ୍ତେ ତ ଦୂରେଇ ଦେଇଛନ୍ତି, କାଳେ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ସବୁ ସମ୍ପର୍କୀୟ ଏମିତି ଦୂରେଇ ଦେଇଛନ୍ତି ଯେ ପାଖ ମାଡ଼ୁନାହାନ୍ତି। ମୁଁ ପକେଟରୁ କିଛି ଟଙ୍କା ବାହାର କଲି, ଆଉ ତାକୁ ଦେବାରୁ ସେ ମନା କଲା। ଅନେକ ମନା କଲା ପରେ ମୁଁ କହିଲି, କମ୍ ସେ କମ୍ ବାପାଙ୍କ କାମ ତ କରିବାକୁ ପଡ଼ିବ। ଆଉ ତମେ ଏମିତି ଭାଙ୍ଗି ପଡ଼ିଲେ ଏ ଦୁନିଆକୁ ଠିକ୍ରେ ବୁଝିନଥିବା ତମ ଭାଇର ନିରୀହ ଆଖିକୁ ଟିକେ ଦେଖିଲ, କେମିତି ସେ ମଣିଷ ହେବ। ତାକୁ ତ ମଣିଷ କରିବାକୁ ପଡ଼ିବ ନା। ଏଇଟା ମୁଁ ତମକୁ ସେମିତି ଦେଉନି, ସୁବିଧା ହେଲେ ମୋତେ ଫେରେଇ ଦେବ। ଯଦି ଟିକେ ବି ନିଜର ଭାବୁଥିବ, ଯଦି ଆଉ ଦରକାର ପଡ଼େ ତେବେ କହିବ। ବାପାଙ୍କ କାମ ସରିଗଲା ପରେ ସେ ମୋର ଭଲ ବନ୍ଧୁ ହୋଇସାରିଥିଲା। ତା ଭାଇର ସବୁ ସୁବିଧା ଅସୁବିଧା ମୁଁ ବୁଝୁଥିଲି। ତାଙ୍କ ଘର ଚଳେଇବା ପାଇଁ ତା ପାଇଁ ଗୋଟେ ଚାକିରି ବି ଖୋଜି ଦେଇଥିଲି। ବାସ୍ ବନ୍ଧୁତା ନିବିଡ଼ ହୋଇଯାଇଥିଲା। ଆଉ ସୁନିତାରୁ ହୋଇଯାଇଥିଲା ସେ ମୋ ପାଇଁ ସୁନି। ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହୋଇସାରିଥିଲା। ଆମ ମିଳାମିଶା ଦେଖି ଅନେକ ଲୋକ ଅନେକ କଥା ପଛପଟେ କହୁଥିଲେ, ହେଲେ ତାକୁ ସେସବୁ କିଛି ଫରକ ପଡ଼ୁନଥିଲା। କାହିଁକିନା ସେ ମୋତେ ତା 7 ଜନ୍ମର ଜୀବନସାଥୀ ବୋଲି ଭାବି ନେଇଥିଲା। ଅନେକ ଆଡ଼େ ଆମେ ବୁଲିଛୁ, ଅନେକ ସ୍ମୃତି ସାଉଁଟିଛୁ। ଆମେ 2 ଜଣ ଉଭୟଙ୍କୁ ପାଇ ଅନେକ ଖୁସି ଥିଲୁ। ଖାଲି ବାହା ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ପତି ପତ୍ନୀ ହେବାର ସ୍ୱପ୍ନ ଦେଖୁଥିଲୁ। ଆମ ଘରେ ସୁନିତାକୁ ବୋହୂ କରିବାକୁ ନେଇ ବେଶ୍ ଖୁସି ଥିଲେ। ଜ୍ୟୋତିଷ କହିଲେ ଗ୍ରହ ଖରାପ ଅଛି, ଆର ବର୍ଷ ବାହାଘର କରିବାକୁ। କିନ୍ତୁ ଆମ ପ୍ରେମ ଏତେ ସଚ୍ଚା ଥିଲା ଯେ ଆମେ କେବେ ବାହାଘର ପୂର୍ବରୁ କୌଣସି ଖରାପ ସମ୍ପର୍କ ରଖିବା କଥା କେବେ ଚିନ୍ତା କରିନଥିଲୁ। ଧୀରେ ଧୀରେ ବାହାଘର ସମୟ ପାଖେଇ ଆସୁଥିଲା। ଲଗ୍ନ ବି ହୋଇସାରିଥିଲା। ବାହାଘରକୁ ମାତ୍ର 4 ଦିନ ବାକି ଥିଲା। ଘରେ ବନ୍ଧୁବାନ୍ଧବ ଆସିବା ଆରମ୍ଭ ହୋଇଯାଇଥିଲା। ବାହାଘର ପାଇଁ ଘରଟା ପୁରା ହସ ଖୁସିରେ ଫାଟି ପଡ଼ୁଥିଲା। ସେଦିନ ସନ୍ଧ୍ୟାବେଳେ ମୋତେ ଗୋଟେ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଲା। ଗୋଟେ ଆକ୍ସିଡେଣ୍ଟ ହେଇଛି, ଆଉ ସେଇ ଆକ୍ସିଡେଣ୍ଟରେ ଏଇ ମୋବାଇଲଟା ମିଳିଲା, ଯେଉଁଥିରେ କଲ୍ ଡିଟେଲ୍ସ ଆପଣଙ୍କ ନମ୍ବରଟା ପ୍ରଥମେ ଥିଲା। ଆପଣ ୟାକୁ ଜାଣିଛନ୍ତି କି? ମୁଁ ବ୍ୟସ୍ତ ହୋଇ ପଚାରିଲି, କ'ଣ ହେଇଛି ତାଙ୍କର? ସେ କହିଲେ ସେ ଆଉ ନାହାନ୍ତି। ବାସ୍ ଚିତ୍କାର କରି କାନ୍ଦିବାକୁ ଲାଗିଲି। ଘରେ ସମସ୍ତେ କ'ଣ ହେଲା ବୋଲି ମୋ ପାଖକୁ ଦୌଡ଼ି ଆସିଲେ। ସଙ୍ଗେ ସଙ୍ଗେ ଆକ୍ସିଡେଣ୍ଟ ସ୍ପଟକୁ ଗଲୁ। ପୋଲିସ ପହଞ୍ଚି ସାରିଥିଲା। ସୁନିର ରକ୍ତ ଜୁଡ଼ୁବୁଡ଼ୁ ଶରୀରଟା ପିଛାଡ଼ି ହୋଇ ପଡ଼ିଥିଲା। ଆଉ ମାର୍କେଟରୁ କିଣି ଆଣିଥିବା କିଛି ଶାଢ଼ୀ ଆଉ ଚୁଡ଼ି ଛିନଛତ୍ର ହୋଇଯାଇଥିଲା। ଏସବୁ ଦେଖି ଛାତିଟା ମୋର ଫାଟି ଯାଉଥିଲା। ପୋଲିସ ସୁନିତାର ଶରୀରକୁ ପୋଷ୍ଟମର୍ଟମ୍ ପାଇଁ ନେଲାବେଳେ ମୋ ସେନ୍ସ ଚାଲି ଯାଇଥିଲା। ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଉ ମୋ ସେନ୍ସ ଆସିଲା ପରେ ସୁନିତାର ଶବ ସତ୍କାରରେ ପହଞ୍ଚିଥିଲି। ତା ମା' ଆଉ ତା ଭାଇର ନିରୀହ ଆଖିକୁ ଦେଖି ମୋ ଆଖିର ଲୁହକୁ ଅଟକେଇ ପାରୁନଥିଲି। ପୋଲିସ ଆକ୍ସିଡେଣ୍ଟ କରିଥିବା ଗାଡ଼ିକୁ ଧରିଥିଲା। କେସ୍ ପରେ ଯାହା ଇନ୍ସୁରାନ୍ସ ମିଳିଲା ସବୁ ସୁନିତାର ଭାଇ ନାଁରେ ଫିକ୍ସ ଡିପୋଜିଟ୍ କରିଦେଇଥିଲି। ସୁନିତା ମା'କୁ କହିଲି, ମା' ମୁଁ ଅଛି, ମୋ ଆଖିରେ ଆପଣ ସୁନିତାକୁ ଦେଖିବେ। ଆଉ ମୁଁ ବି ସୁନିତା ସ୍ମୃତିରେ ସାରା ଜୀବନ ବଞ୍ଚିବାକୁ ଚାହେଁ। ସେବେଠୁ ନା ଆଉ କେଉଁ ଝିଅଙ୍କ ସହିତ ସମ୍ପର୍କରେ ଆସିଛି, ନା ସୁନିତାର ଜାଗା ଆଉ କାହାକୁ ଦେଇପାରୁଛି। ଘରେ ଅନେକ ଥର ବାଧ୍ୟ କରିଛନ୍ତି ବାହା ହେବାକୁ। ଅନେକ ପ୍ରସ୍ତାବ ବି ଘରକୁ ଆସିଛି, ହେଲେ ହୃଦୟ ଭିତରେ ଥିବା ସୁନିତାର ଜାଗା ମୁଁ ଆଉ କାହାକୁ ଦେଇପାରିନି। ୟା ଭିତରେ ବିତି ଯାଇଛି 10 ବର୍ଷରୁ ଅଧିକ। ସୁନିତାର ଭାଇ ବଡ଼ ହୋଇଯାଇଛି, ଏବେ ଇଞ୍ଜିନିୟରିଂ ପଢ଼ୁଛି। ତା ପାଇଁ ଆଜି ମୁଁ ସେଇ ବଡ଼ ଭାଇ ହେଇ ରହିଛି। ସବୁ ସୁବିଧା ଅସୁବିଧା ସେ ମୋତେ କୁହେ, ସବୁ ଅଳି ଅର୍ଦ୍ଦଳି ବି ମୋତେ କରେ, ଠିକ୍ ଯେମିତି ଗୋଟେ ବଡ଼ ଭାଇ କରିବା କଥା। ଆଉ ତା ମା' ବି ଠିକ୍ ସେତିକି ଭଲ ପାଏ ଯେତିକି ଗୋଟେ ପୁଅକୁ ସ୍ନେହ କରାଯାଏ। ସୁନିତାର ମା' ବି ମୋତେ ଅନେକ ଥର ବାହା ହେଇଯିବାକୁ କହିଛନ୍ତି, କିନ୍ତୁ ମୁଁ ଶେଷ ପର୍ଯ୍ୟନ୍ତ ସୁନିତା ସ୍ମୃତିରେ ଜୀବନ କାଟିବାକୁ ଚିନ୍ତା କରିଛି। ଦର୍ଶକ ବନ୍ଧୁ, ଏ ପ୍ରେମ କାହାଣୀ କେଉଁ ବହିର ଲେଖା ନୁହେଁ। ଏ ପ୍ରେମ କାହାଣୀ ଜଣେ ପ୍ରେମକୁ ଠିକ୍ରେ ବୁଝିଥିବା ଜଣେ ପ୍ରେମିକର କଥା, ଯିଏ ନିଜ ପ୍ରେମିକା ସ୍ମୃତିରେ ସାରା ଜୀବନ ଏକୁଟିଆ କାଟିବାକୁ ଭାବି ନେଇଛି। ଏମିତି ପ୍ରେମକୁ କ'ଣ କହିବେ? ଆଜିକାଲିର ପ୍ରେମିକ କି ପ୍ରେମିକା କଥା ହେଇଥିଲେ ଗୋଟେ ମାସ ପରେ ସବୁ ଭୁଲିଯାଇ ଆଉ କାହାକୁ ପ୍ରେମ କରିଥାନ୍ତେ, କିନ୍ତୁ ଅମର ନିଜର ପ୍ରେମର ସ୍ମୃତିକୁ ନେଇ ଜୀବନ ସାରା ଏକୁଟିଆ ରହିବାକୁ ସ୍ଥିର କରିସାରିଥିଲା। ଏଇ ତ ସେଇ ସଚ୍ଚା ପ୍ରେମ, ଯେଉଁ ପ୍ରେମର ମାନେ ଶାଶ୍ୱତ ଆଉ ଚିରନ୍ତନ। ଏ କାହାଣୀ ଆମର ସବୁ କାହାଣୀ ଦେଖୁଥିବା ଜଣେ ଦର୍ଶକ ମୋତେ ଅନୁରୋଧ କରିଥିଲେ ମୋ କଣ୍ଠରେ ପଢ଼ିବାକୁ। ନାଁ କହିବାକୁ ମନା କରିଥିଲେ, କାରଣ ସେ କିଏ କାହାକୁ ଜଣାଇବାକୁ ଚାହୁଁନଥିଲେ। ଆଜିର ସଚ୍ଚା ପ୍ରେମ କାହାଣୀ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ହଁ, ଖୁବ୍ ଶୀଘ୍ର ସବୁଦିନ ରାତି 9ଟାରେ ଆସୁଛି ରଙ୍ଗ ନମ୍ବର ପ୍ରେମ କାହାଣୀ ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ। ଦେଖିବାକୁ ଜମା ବି ଭୁଲିବେନି। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।